ଚାଷୀଙ୍କ ପାଇଁ ଗୁଡ୍ ନ୍ୟୁଜ୍। ଏହି ଦିନ ଆସିବ 22ତମ କିସ୍ତି ଟଙ୍କା। ତେବେ ଆସନ୍ତୁ କ'ଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। କେନ୍ଦ୍ର ସରକାର ଭାରତରେ କୃଷକଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ଅନେକ ଯୋଜନା ଚଳାନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ସବୁଠାରୁ ପ୍ରମୁଖ କୁହାଯାଏ। ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀମାନେ ବାର୍ଷିକ 6,000 ଟଙ୍କା ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଆନ୍ତି। ଏହି ରାଶି 3ଟି ସମାନ କିସ୍ତିରେ ଦିଆଯାଏ ଓ ଦେଶବ୍ୟାପୀ ଲକ୍ଷ ଲକ୍ଷ ଚାଷୀ ଏହି ଯୋଜନା ସହିତ ଜଡ଼ିତ ଏବଂ ଏବେ ସମସ୍ତଙ୍କ ନଜର 22ତମ କିସ୍ତି ଉପରେ ରହିଛି। ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, ଯାହାଦ୍ୱାରା ସେମାନେ ସହଜରେ ସେମାନଙ୍କ ଚାଷ ସମ୍ପର୍କିତ ଖର୍ଚ୍ଚ ପରିଚାଳନା କରିପାରିବେ। ଏହି ଯୋଜନା ଅଧୀନରେ ଚାଷୀମାନେ ପ୍ରତିବର୍ଷ 3ଟି କିସ୍ତିରେ 2,000 ଟଙ୍କା ଲେଖାଏଁ ପାଆନ୍ତି। ତେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର କିସ୍ତି ସାଧାରଣତଃ ବର୍ଷକୁ 3 ଥର ଜାରି କରାଯାଏ। ମିଡିଆ ରିପୋର୍ଟସ ଅନୁସାରେ 21ତମ କିସ୍ତି ନଭେମ୍ବର 2025ରେ ଆସିଥିଲା ଏବଂ 22ତମ କିସ୍ତିକୁ ଏବେ 2026ର ପ୍ରଥମ କିସ୍ତି ଭାବରେ ଜାରି କରାଯିବ। ତେବେ ବିଭିନ୍ନ ରିପୋର୍ଟସ ଅନୁଯାୟୀ 22ତମ କିସ୍ତି ସମ୍ପର୍କରେ ଭିନ୍ନ ଭିନ୍ନ ଆକଳନ କରାଯାଇଛି। କିଛି ରିପୋର୍ଟ ଅନୁଯାୟୀ ଏହି କିସ୍ତି 2026 ଫେବୃଆରୀର ପ୍ରାରମ୍ଭିକ ସପ୍ତାହରେ ଆସିପାରେ। ତଥାପି ଅନେକ ରିପୋର୍ଟ ଅନୁଯାୟୀ ଏହି କିସ୍ତି 2026 ମାର୍ଚ୍ଚ ଏବଂ ଏପ୍ରିଲ ମଧ୍ୟରେ ଜାରି ହୋଇପାରେ। କିଛି ସାମ୍ପ୍ରଦାୟିକ ଅପଡେଟ୍ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ସରକାର ହୋଲି ପୂର୍ବରୁ ଅର୍ଥାତ୍ 2026 ମାର୍ଚ୍ଚ ଆରମ୍ଭ ସୁଦ୍ଧା କିସ୍ତି ଜାରି କରିପାରନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।